ଗାଁର ନାମ ସିଆରା ଗୋଚର ଜମି ହାତେଇବାରେ ପ୍ରଫୁଲ୍ଲ ପ୍ରଧାନ ନିଆରା। ଆଜ୍ଞା ହଁ, ଆମେ କହିବାକୁ ଯାଉଛୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପଣସପଦା ଗ୍ରାମ ପଞ୍ଚାୟତର ସିଆରା ଗ୍ରାମର କଥା। ଦୀର୍ଘ ବର୍ଷ ହେବ ସିଆରା ଗ୍ରାମରେ ଥିବା 8 ଏକର 268 ଡେସିମିଲ୍ ଗୋଚର ଜମିରେ ଗ୍ରାମବାସୀ ଗାଈ ଚରାଇ ଆସୁଥିବା ସହିତ କାଜୁ, ଝାଉଁ ଏବଂ ପଟାସରୁ ଆଦାୟ ହେଉଥିବା ଅର୍ଥ ଗ୍ରାମ ଠାକୁର ପୂଜକଙ୍କ ଖର୍ଚ୍ଚ ବହନ କରିଥାନ୍ତି। ଏଥିସହିତ ଗ୍ରାମ ଶ୍ମଶାନ ମଧ୍ୟ ଏହି ଗୋଚର ଜମିରେ ଅବସ୍ଥିତ। କିନ୍ତୁ ବର୍ତ୍ତମାନ ପାଇଁ ଗ୍ରାମବାସୀମାନଙ୍କର ଦୁଃଖର ବିଷୟ ଏହିକି ଯେ ଗ୍ରାମର ଜୈନିକ ବ୍ୟକ୍ତି ସେହି ଗୋଚର ଜମିରେ ଗାଈ ଚରାଉଥିବା ବେଳେ ସେହି ଗ୍ରାମର ପ୍ରଫୁଲ୍ଲ ପ୍ରଧାନ ଏବଂ ତାଙ୍କ ପୁତ୍ର ସେହି ବ୍ୟକ୍ତିଙ୍କୁ କଟୁରୀ ଧରି ହାଣିବାକୁ ଗୋଡ଼ାଇଥିଲେ। ମୋ ନାଁ ବାପୁଜୀ ପ୍ରଧାନ, ସିଆରା ସଭାପତି। କ'ଣ କହେ, ଗୋଚର ଆମର ଯେଉଁ ସିଆରା ରେଭେନ୍ୟୁ ଭିଲେଜରେ ଗୋଚର 8 ଏକର 50 ଡିସିମିଲ୍ ଗୋଚର, ସେ ପୂର୍ବପୁରୁଷରୁ ଗ୍ରାମବାସୀ ତାକୁ ଭୋଗ ଦଖଲ କରି ଆସୁଛନ୍ତି। ମାନେ ଦୀର୍ଘ 50, 60 କି 70, 80 ବର୍ଷ ହବ, ସେଟା ବି ଆମେ କହିପାରିବୁନି କେତେ ବର୍ଷ ହବ ଯେ ଆମେ ଏତେ ବେଳଠୁ ଆମେ ଜାଣୁଛୁ। ଏବେ ଆମରି ଗ୍ରାମର ଜଣେ ଯେଉଁ ପ୍ରଫୁଲ୍ଲ ପ୍ରଧାନ ନାମକ ଜଣେ ବ୍ୟକ୍ତି, ସେ କିଛି ପଟ୍ଟା ପାଉତି କ'ଣ କରିକି ଏବେ ଆଣିକି କହୁଛନ୍ତି ସେ ଜାଗା ଟୋଟାଲ ସବୁ ଗୋଚର ଜମି ତକ ମୋର, ଗ୍ରାମବାସୀ ତମ ସେଥିରୁ ଉଚ୍ଛେଦ ହେଇଯାଅ। କହିଲା ପରେ ଆମେ ବି ସେ କଥାକୁ କିଛି ଜାଣିପାରିଲୁନି। କ'ଣ ଗୋଚର ଜମି ଗୋଟେ ଜଣେ ପର୍ସନାଲ ଲୋକ ନେଇକି ପଳାଉଛି? ଗୋଚର ତ ଗଭର୍ଣ୍ଣମେଣ୍ଟ ନେଇପାରୁନି ନା, ଜଣେ ପର୍ସନାଲ ଲୋକ କେମିତି ଏତେ ନେଉଛି? ଗଭର୍ଣ୍ଣମେଣ୍ଟ ଗୋଟେ ଡିସିମିଲ୍ ଯେହେତୁ ନେଇପାରୁନି। ଜୟ ଜଗନ୍ନାଥ। ମୋ ନାଁ ପବିତ୍ର ପ୍ରଧାନ, ଗାଁ ହେଉଛି ସିଆରା। ବର୍ତ୍ତମାନ ମୁଁ କହିବାକୁ ଚାହୁଁଛି ଯେ ଆମ ପୂର୍ବପୁରୁଷରୁ ବି ଗୋଚର ଜାଗାରେ ଗ୍ରାମବାସୀ ମାଧ୍ୟମରେ ଖାଉଥିଲେ। ଆଜିକି ମୋତେ 48 ବର୍ଷ ହେଲାଣି, ମୁଁ ବି ସେଥିରେ ଅନୁଭୂତି ଅଛି। ମୁଁ ସେଥିରେ ବି ଗାଈ ଚରୁଥିଲେ, ସେଥିରେ ମଇଁଷି ଚରୁଥିଲେ, ସେଥିରେ ବି ଆମର ଶ୍ମଶାନ ଗୋଟେ ପାଖରେ ଅଛି, ପୋଖରୀ ଗୋଟେ ଅଛି। ଶ୍ମଶାନ ଡାହା କଲା ପରେ ଗାଧୁଆଗାଧି କରିକି ଯାଆନ୍ତି। ଯେହେତୁ ଆମ ପୂର୍ବପୁରୁଷ ସେଠି ଖାଉଥିଲେ, ଗ୍ରାମବାସୀଙ୍କର ଯୋଉ 5 ଟଙ୍କା 2 ଟଙ୍କା ଇନକମ୍ ହଉଥିଲା ସେଟା ଠାକୁରଙ୍କ କାମରେ ଲାଗୁଥିଲା। ଯୋଉ ଠାକୁର ଆମର ବ୍ରାହ୍ମଣ ଗୋଟେ ରଖିଛୁ, ଆମର ତ ଗ୍ରାମବାସୀଙ୍କର କିଛି ଇନକମ୍ ନଥିଲା ନା। ସେଇ ଗୋଚର ଜାଗାରୁ ଯାହା କାଜୁ କି ଆଉ ଆମର ଯୋଉ ଆକାଶୀ ଗଛ ଉଠିଛି, ସେଟା ବିକ୍ରି ହେଲା ପରେ ସେଟା ବ୍ରାହ୍ମଣ ନଉଥିଲେ, ସେଟା ପାଣି ଦଉଥିଲେ ଗ୍ରାମବାସୀଙ୍କ ମନ୍ଦିର ଇଏରେ। ଯେହେତୁ ବାପା ମାନଙ୍କୁ ରଖିଛନ୍ତି ସେ ଜାଗାକୁ, ଗୋଚର ଜାଗାକୁ, ଆମେ ସେ ଗୋଚର ଜାଗାକୁ ଛାଡିବୁ ନାହିଁ। ଯେହେତୁ ଆମେ ଜାଣିଲୁ ପ୍ରଫୁଲ୍ଲ ପ୍ରଧାନ ଜଣେ ସେ ଗାଁର ମୁଖ୍ୟ ଥିଲେ ବି ସେ ଗାଁର ଦାୟିତ୍ୱ ନଉଥିଲେ, ଆମେ ଏବେ 15-20 ଦିନ ପରେ ଜାଣିଲୁ। ଯେହେତୁ ଆମ ଗାଁର ଯୋଉ ଗାଈ ଚରିବାକୁ ଲୋକ ଯାଇଥିଲେ, ସେ ବାପ ପୁଅ, ତାଙ୍କର ପୁଅ ନାଁ ହଉଛି ସୁମନ୍ତ ପ୍ରଧାନ, ପିତା ହଉଛି ପ୍ରଫୁଲ୍ଲ ପ୍ରଧାନ। ସେ 2 ଜଣ ଯାଇକିରି ଆମ ଗାଁରେ ଯୋଉ ଗାଈ ଚରଉଥିଲେ 2 ଜଣ ଲୋକଙ୍କୁ ତାଙ୍କୁ ଧମକ ଦେଖେଇଲେ। ଯୋଉ ଧମକ ଦେଖେଇଲେ, ତାଙ୍କୁ କହିଲେ ଯେ ଆମେ ଆକୁ କାଗଜପତ୍ର କରିଛୁ, ତମେ ଏଠୁ ଗାଈ ଚରିବ ନାହିଁ। ସିଏ ଆସି ଗାଁ କମିଟି ଡାକିକିରି ଗାଁ ସଭାରେ ଆଲୋଚନାକୁ ଦେଲେ। କ'ଣ କଲେ ନା, ଗାଁ ସଭାରେ କହିଲେ ଯେ ଆମକୁ ଏଇଭଳିଆ ବେକରେ କଟୁରୀ ଲଗେଇଲେ, କରକନା ଲଗେଇଲେ, ଆମକୁ ଗାଳି ଗୁଳଜ କଲେ। ଯୋଉ ଗାଳି ଗୁଳଜ କଲେ ଯେ ଯେମିତି ଗାଁରେ ବୋଧେ ମା ଭଉଣୀ କାହାର ନାହାନ୍ତି, ଏଇଭଳିଆ କଥା ସେ କହିଲେ। ଆଉ ଧନେଶ୍ୱର ପ୍ରଧାନ, ପିତା ନଟବର ପ୍ରଧାନ, ଗ୍ରାମ ସିଆରା, ପୋଷ୍ଟ ପଣସପଦା, ଥାନା ବ୍ରହ୍ମଗିରି। ତାକୁ ଚାହୁଁଛୁ ଯେ ଗୋଚର ଜାଗା ହଉଛି ପ୍ରତ୍ୟେକ ଗାଁରେ ରେଭେନ୍ୟୁ ଭିଲେଜ ଗଭର୍ଣ୍ଣମେଣ୍ଟ ତରଫରୁ ଗୋଚର ଜାଗା ଥାଏ। ଆମର ତହସିଲ ପଟା ଦିଲେ, ପଟା କିଏ ଦେବା କଥା? ପଟା ତଳେ ଦେବେ। ସେ କୋଉ ତହସିଲରେ ପଟା ଦେଲେ? ଗଲା ପଟାଟା ଏମିତି ତାର ଗୋଟେ ଗାଇଡଲାଇନ ଅଛି। ପଟାଟା କରିବା ବେଲେ ଆଗକୁ ଯଦି ଉଚିତ ନ୍ୟାୟ ନ ମିଳେ ଆପଣ କ'ଣ କରିବେ? ଆମେ ନିଶ୍ଚୟ ଶପଥ ଆମେ ନେଇଛୁ, ଗ୍ରାମବାସୀ ଶପଥ ନେଇଛୁ, ଲୋକନାଥ ପାଳୁ ନିୟମ କରିଛୁ। ଆମେ ଏଠି ଆମ ଖଣ୍ଡଳା ପାଖରେ ମାନେ ପିଲା ବଡ଼ ହେଇକି ବର୍ତ୍ତମାନ ରାସ୍ତାରୋକ କରିବୁ, ଯାହା ହବ। ତ୍ରିନାଥ ପ୍ରଧାନ, ଘରଟା ହେଉଛି ସିଆରା, ପୋଷ୍ଟ ହେଉଛି ପଣସପଦା, ଆଉ ଥାନା ବ୍ରହ୍ମଗିରି, ତହସିଲ ଆମର ବ୍ରହ୍ମଗିରି। ଗଭର୍ଣ୍ଣମେଣ୍ଟ ଆମ ଯେମିତି ଜାଗାଟା ଯୋଉ ସ୍ଥିତାବସ୍ଥା ଭିତରେ ଥିଲା ଗୋଚର ହେଇକି ସିଆରା ମୌଜାରେ ସେ ରହୁ। ଯଦି କିଛି ଅସୁବିଧା ହବ, ନିଶ୍ଚୟ ଆମେ ଗ୍ରାମବାସୀ ରାଜପଥକୁ ଓହ୍ଲେଇ ବୋଲି ଆମେ ବି ଫାଇନାଲ ନେଇଛୁ। ଯଦି ଆପଣ ରାଜରାସ୍ତାରେ ଆନ୍ଦୋଳନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି, ଯଦି ସରକାର ଆପଣଙ୍କୁ ଉଚିତ ନ୍ୟାୟ ନ ଦିଅନ୍ତି? ଉଚିତ ନ୍ୟାୟ ଦେଲେ ଆମର କିଛି କହିବାର ନାହିଁ। ଆମେ ଯେମିତି ଗାଈ ଗୋରୁ ସେଥିରେ ଚଳନ୍ତୁ, ଆମର କିଛି ଦାବି ଆପତ୍ତି ନାହିଁ। କାଲି ଜିଲ୍ଲାପାଳ, ଆଜି ତହସିଲଦାର 2 ଜଣଙ୍କ ସାଙ୍ଗେ ଆପଣ କଥା ହେଲେ, ତ ଆପଣ କେତେରୁ ଆମେ ଆଶା ରଖିଛୁ, ନିଶ୍ଚିତ ଆଶା ରଖିଛୁ, ଆମ ଆଶା ସଫଳ ହବ ବୋଲି। ଏହା ଆମ ଜମି, ଏଠାରେ ଗାଈ ଚରାଉ ନାହିଁ, ଜୈନିକ ବ୍ୟକ୍ତି ଗାଁ କମିଟିକୁ ଜଣାଇଥିଲେ। ଗାଁରେ ଗ୍ରାମସଭା ବସିଥିଲା। ପରଦିନ ଗାଁ ସଭାପତି ବାପୁଜୀ ପ୍ରଧାନ, ପୂର୍ବତନ ସରପଞ୍ଚ ତ୍ରିନାଥ ପ୍ରଧାନ ଏବଂ ଗାଁର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ପୁରୀ କୋର୍ଟକୁ ଆସି ନଥିପତ୍ର ଯାଞ୍ଚ କରି ଜାଣିଥିଲେ ଯେ ପ୍ରଫୁଲ୍ଲ ପ୍ରଧାନ ନିଜ ନାମରେ ଗୋଚର ଜମି କରାଇଦେବା ପାଇଁ 4ଟି ପଟ୍ଟା ମାଧ୍ୟମରେ କୋର୍ଟ ଅର୍ଡର ନେଇ ଆସିଛି।
ଏହା ବିରୋଧରେ ଗ୍ରାମ କମିଟି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ତହସିଲଦାରଙ୍କୁ ଲିଖିତ ଦରଖାସ୍ତ ଦେବା ସହିତ ଉଚିତ ନ୍ୟାୟ ନ ମିଳିଲେ ସିଆରା ଗ୍ରାମବାସୀ ନିଜ ପରିବାର ସହିତ ରାଜରାସ୍ତାକୁ ଅବରୋଧ କରିବା ପାଇଁ ଧମକ ଦେଇଛନ୍ତି। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, ଦ ପବ୍ଲିକ ମିଡିଆ।